ଭାରତରେ ଓଡିଆଇ ବିଶ୍ୱକପ୍ 2023 ଟାଇଟଲ ଜିତିବା ପରେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଅଷ୍ଟ୍ରେଲିଆ ଦଳ ଟି-20 ବିଶ୍ୱକପ୍ 2024ରେ ମଧ୍ୟ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିବ। ଅବଶ୍ୟ ଏହା ହୋଇପାରିଲା ନାହିଁ ଏବଂ କଙ୍ଗାରୁ ଦଳ କେବଳ ସୁପର 8ରେ ପହଞ୍ଚି ପାରିଲା। ଅଷ୍ଟ୍ରେଲିଆକୁ ମଧ୍ୟ ଟି-20 ବିଶ୍ୱକପ୍ରେ ଆଫଗାନିସ୍ତାନ ମ୍ୟାଚ୍କୁ ହରାଇ ଏକ ବଡ଼ ପର୍ଯ୍ୟାୟରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ କଙ୍ଗାରୁ ଦଳ ନିଜର ସବୁଠୁ ଅଭିଜ୍ଞ ତଥା ସାଂଘାତିକ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ 11 ଖେଳରୁ ଦୂରେଇ ରଖିଥିଲେ। ବର୍ତ୍ତମାନ ଷ୍ଟାର୍କ ଏଥିରେ ଏକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସୁପର 8 ମ୍ୟାଚ୍ରେ ଅଷ୍ଟ୍ରେଲିଆ ମିଚେଲ ଷ୍ଟାର୍କଙ୍କୁ ଖେଳ 11ରୁ ଡ୍ର କରି ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ନିକଟରେ ୱେଲିଂ ପୋଷ୍ଟକାର୍ଡ ବିଷୟରେ ଆଲୋଚନା କରି ମିଚେଲ ଷ୍ଟାର୍କ କହିଛନ୍ତି, କେବଳ ମ୍ୟାଚ୍ଅପ୍ ପାଇଁ କ୍ରମାଗତ 2ଟି ବିଶ୍ୱକପ୍ ନୁହେଁ, ଦଳ ପରିଚାଳନା ସେଣ୍ଟ ଭିନ୍ସେଣ୍ଟ ଗ୍ରାଉଣ୍ଡ ପୂର୍ବ ମ୍ୟାଚ୍ ଦେଖିଥିଲେ ଯେଉଁଠାରେ ସ୍ପିନରମାନେ ବହୁତ ସାହାଯ୍ୟ କରୁଥିଲେ। ଏହି କ୍ଷେତ୍ରରେ ଆଷ୍ଟନ ଆଣ୍ଡାଙ୍କୁ ବିଶ୍ୱାସ କରାଯାଉଥିଲା। ମ୍ୟାଚ୍ରେ ପାୱାରପ୍ଲେ ସମୟରେ ଆଷ୍ଟନ ଭଲ ବୋଲିଂ କରିଥିଲେ କିନ୍ତୁ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନମାନେ ସ୍ପିନ୍ ଭଲ ଖେଳୁଥିଲେ ଏବଂ ବୋଧହୁଏ ଆମ ଅପେକ୍ଷା ସ୍ଥିତିକୁ ଭଲ ଭାବରେ ଆକଳନ କରିଥିଲେ। ଆମେ କିଛି ଭୁଲ କରିଛୁ ଯାହା ପାଇଁ ଆମକୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି। ମିଚେଲ ଷ୍ଟାର୍କ ଏଠାରେ ଅଟକି ନଥିଲେ, ସେ ଆଇସିସି କାର୍ଯ୍ୟସୂଚୀରେ ମଧ୍ୟ ନିଜର କ୍ରୋଧ ପ୍ରକାଶ କରିଥିଲେ। ଷ୍ଟାର୍କ କହିଛନ୍ତି, ଗ୍ରୁପ୍ ପର୍ଯ୍ୟାୟରେ ଆମେ ଇଂଲଣ୍ଡଠାରୁ ଆଗରେ ଥିଲୁ ଏବଂ ହଠାତ୍ ଆମେ ଏକ ଭିନ୍ନ ଗ୍ରୁପରେ ଥିଲୁ। ତୃତୀୟ ମ୍ୟାଚ୍ ଦିନରେ ଥିବାବେଳେ ଆମେ ଦିନରାତିର 2ଟି ମ୍ୟାଚ୍ ପାଇଲୁ। ଆମେ ଏହା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇପାରିଲୁ ନାହିଁ। ଆମର ବିମାନ ବିଳମ୍ବରେ ପହଞ୍ଚିଲା, ହୋଟେଲ ବିମାନବନ୍ଦର ଠାରୁ 1.5 ଘଣ୍ଟା ଦୂରରେ ଥିଲା ଏବଂ ପରଦିନ ସକାଳେ ଆମକୁ ଏକ ମ୍ୟାଚ୍ ଖେଳିବାକୁ ପଡ଼ିଲା। ଆସନ୍ତୁ ଆପଣଙ୍କୁ କହିବା ଯେ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ରୁ ମିଚେଲ ଷ୍ଟାର୍କଙ୍କୁ ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ 2022 ଟି-20 ବିଶ୍ୱକପ୍ ସମୟରେ ମିଚେଲ ଷ୍ଟାର୍କ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଓହରି ଯାଇଥିଲେ। ସୂଚନାଯୋଗ୍ୟ ଯେ ସୁପର 8ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ 21 ରନରେ ପରାସ୍ତ କରିଛି।